गाड़ी बर्तमान बर आसिक आम पछे पहुँच जाइए आम बर्तमान रेडी अधा आधी बाटर पहुँची गलुँ तेणुक हरि बर्तमान बांति कर गाड़ी ओह्ल पड़ी बर गाड़ी आसिक आम पछे लगला फाइनाली आम बहुत समय अतिक्रम कलापर जा पहुँचलु प्रशासन पाखे मंदिर मात्र 500 मीटर पूरा बर रेडी होगी अनैची बाहर केमी बाहा बोली साड़ू तिलोचन माड़ी माड़ी आसुच्छी मेलोडी आरंभ हो सारा चलतु मेलोडी की एंजॉय करवा बरर मुचुमुंदिया हस देखिए आमको बहुत खुशी लगुच जहाँ बहुत संघर्ष पर से बाहा लगी आउ दीटा कंढे नाचुन देखिए कौनटा शिंपांजी आउ ये गोटा नाच जबरदस्त चल सांग मैंने आउ चलतु पूरा मेलोडी भी जबरदस्त चलती चलतु देखिए
ବର୍ତ୍ତମାନ ପ୍ରଶାସନ କାର୍ଯ୍ୟ ସରିଗଲା ଏବଂ ଆମେ ମନ୍ଦିର ପାଖରେ ପହଞ୍ଚିଗଲୁ। ଦଳ ଦଳ ହୋଇକି ଥକି ପଡ଼ିକି ଧରାଧରି ହୋଇ ଚାଲୁଛନ୍ତି ନାଚି ନାଚିକି। ଯାହା ପିଆପିଇ କରିଥିଲେ ଖିଆଖିଇ କରିଥିଲେ ସବୁ ପେଟରୁ ଖାଲି ହେଇଗଲାଣି। ତେଣୁକରି ବର୍ତ୍ତମାନ ସବୁ ହତାଶ ଝାଳ ନାଳ ଆଣ୍ଠି ହେଇକି ମିଲୁ ଟିକେ ଦାନ୍ତ ଦେଖାଉଛି ଏବଂ ଦୁଇ ଚାରି ପଦ କଥା କହିଲା, ତା କଥା କେହି ଶୁଣୁନାହାନ୍ତି। ସେ ଥିରିକିନି ପଳାଉଛି, କେବଳ ମୁଁ ଖାଲି ତା କଥା ଶୁଣୁଛି। ଆଉ ଭିତରେ ମଧୁ ଆଉ ମୃତ୍ୟୁଞ୍ଜୟ ହାତ ପକାପକି ହେଇକି କ'ଣ ଗୋଟେ କଥା କଥି ହେଇ ସୁତୁରା ହେଉଛନ୍ତି। କ୍ୟାମେରା ବାଲା କ୍ୟାମେରା ତାର ବ୍ୟାଗ୍ରେ ପୁରେଇକି ରେଡ଼ି ହେଲାଣି ଯିବ ବୋଲି। ବର୍ତ୍ତମାନ ଗରମ ଯେଉଁ ଗୁଳୁଗୁଳି ହେଉଛି ଦେହ ଆଉ ସହୁନି, ସେଥିପାଇଁ ଫ୍ୟାନ୍ ଉଣ୍ଡୋଳା ହେଉଛି। ଫାଇନାଲି ଫ୍ୟାନ୍ ପାଖରେ ଆମେ ପହଞ୍ଚିଗଲୁ ଏବଂ ବର ଯାଇକି ଫ୍ୟାନ୍ ପାଖରେ ପହଞ୍ଚିଗଲାଣି। ଆଉ ବୋହୂ ଯେଉଁ ଆମର କନ୍ୟା ମଧ୍ୟ ସେଠି ଠିଆ ହେଇଛନ୍ତି। ଆପରେ କ'ଣ ହେଉଛି ଟିକେ ଆଗକୁ ଯାଇ ଦେଖିବା। ବର୍ତ୍ତମାନ ଅଜିତ ବାବୁ ପୁରା ରେଡ଼ି। ବର୍ତ୍ତମାନ କନ୍ୟାକୁ ଦେବେ ଭାଉଜଙ୍କୁ ଆମର ଫୁଲ, ଗୋଲାପ ଫୁଲ। ସେଥିପାଇଁ ଚୁଟି ଫୁଟି ସାଇଜ୍ କରୁଛନ୍ତି ଏବଂ ଘଣ୍ଟାଏ ଖଣ୍ଡେ ଏଇନା ଖାଲି ସଜବାଜ ହେବେ, ମୁଣ୍ଡ ଫୁଣ୍ଡ ରାଞ୍ଚୁଡ଼ିବେ, ଇଏ ଦେବେ। ସେଟା ତା ଆକ୍ସନ୍ ଟିକେ ତାଙ୍କର ଖାଲି ଦେଖୁଥାନ୍ତୁ। ସେତିକି ରୁମାଲରେ ପୋଛିଥାଅ ମୁହଁ, କିଛି ହେଇନି। ଝାଳ ନାଳ ଯାହା ହେଇଛି ଖରାଦିନ ସମସ୍ତେ ଜାଣିଛନ୍ତି, ସମସ୍ତଙ୍କ ଦେହରେ ଝାଳ ବହୁଛି। ତୁମେ ଆଗକୁ ମାଡ଼ି ଚାଲ ଅଜିତ ବାବୁ, ଆମେ ତୁମ ପଛରେ ଅଛୁ। ହଁ ହଁ ଆମେ ଜାଣିଛୁ ତୁମେ ସବୁ ଆଜି କେନ୍ଦାଳି ପକାଇବ। ନାଜ ନାହିଁ, ବୀରର ଜାତକେ ପଛଘୁଞ୍ଚା ନାହିଁ। ଯାଅ ଆଗକୁ ଯାଅ। ହଁ ହଁ ଠିକ୍ ଅଛି ଚାଲ। ହା ଭାଉଜ ନାଜ କରିକି ସାଡ଼କୁ କରେଇ ହେଇଗଲେଣି ଏବଂ ତାଙ୍କର କୃଷ୍ଣଚନ୍ଦ୍ରଙ୍କୁ ପଚାରୁଛନ୍ତି ଯେ ନେବି କି ନାହିଁ କଣେଇ କଣେଇ, କିନ୍ତୁ କୃଷ୍ଣଚନ୍ଦ୍ର ବି ଲାଜେଇକି କିଛି କହୁନଥାନ୍ତି। ଅଜିତ ବାବୁ ଆମର ଆଣ୍ଠେଇ ପେଟେଇ ଠିଆ ହେଇ ଗଡ଼ି କିଛି ଲାଷ୍ଟକୁ ହେଇପାରିଲା ନାହିଁ। ତାପରେ ମଧୁ ଯାଇକି ତାଙ୍କ ପଛରେ ପହଞ୍ଚିଲେ, ପୁଣି କହିଲେ ତୁମେ ଗୋଟେ ପୋଜ୍ ଦିଅ। ପୋଜ୍ ଦେଇ ପୁଣି ଦେଲେ। ଭାଉଜ ବହୁତ କଷ୍ଟରେ ଭାବୁଛନ୍ତି ନେବେ କି ନେବେନି। ଫାଇନାଲି ଭାଉଜ ନେଇଛନ୍ତି ଏବଂ ଅଜିତ ବାବୁ ଆମର ପୁରା ସକ୍ସେସ୍ ହେଇଛନ୍ତି। ତେଣୁକରି ଏଇଭଳି ଅଜିତ ବାବୁ କିପ୍ ଇଟ୍ ଅପ୍, ଆଗକୁ ଚାଲ, ମାଡ଼ି ଚାଲ ଏବଂ ସମସ୍ତଙ୍କର ସାଙ୍ଗଙ୍କର ସ୍ତ୍ରୀ ତୁମର ଭାଉଜ ହେଉ, ଆଉ କିଛି ନ ହେଉ। ଧନ୍ୟବାଦ ଏବଂ ଏଇ ଏନ୍ଜୟ ଆଉ ମୂଲ୍ୟବାନ ସମୟ ଦେଇକି ଏବଂ ବହୁତ ଖୁସିର ଦିନକୁ ଆମେ ଭଲ ଭାବେ ଏନ୍ଜୟ କଲୁ ଏବଂ ସୁରୁଖୁରୁରେ ପ୍ରସେସନ ହେବା ସହିତ ବାହାଘର ମଧ୍ୟ ସମ୍ପାଦିତ ହେଲା। ଆଉ ମଧୁବାବୁ ପାଟିରେ ଗୋଟେ ଟୁଆ ପକାଇକି ହୁଁ ଗୁଁ କିଛି କହୁନାହାନ୍ତି, ଖାଲି ଏକର ସେକର ଅନଉଛନ୍ତି ଝାଳ ନାଳ ଆଣ୍ଠି ହେଇକି। ଶେଷରେ କୃଷ୍ଣବାବୁଙ୍କ ଆସିକି ଆମ ପ୍ରାଙ୍ଗଣରେ ପହଞ୍ଚିଲେ। ଏଇଠି ଶେଷ ଏବଂ ଫାଇନାଲି ସଇଲା ଭିଡ଼ିଓଟି। ତାପରେ ଦେଖା ହେବ ନେକ୍ସଟ ଭିଡ଼ିଓରେ। ଜୟ ଜଗନ୍ନାଥ।